ଯାଜପୁର ପୋଲିସକୁ ମିଳିଛି ବଡ଼ ସଫଳତା। ସୂଚନା ଥାଉ କି ଦିନ 11ଟା ସମୟରେ ସୋବରା ଅଞ୍ଚଳ ଏକ ନିର୍ଜନ ସ୍ଥାନରେ 5 ଡକାୟତ ସହରାଞ୍ଚଳରେ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ଯାଜପୁର ପୋଲିସ ଖବର ପାଇ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ଫଳରେ 4 ଜଣ ଡକାୟତ ଘଟଣାସ୍ଥଳରୁ ଗିରଫ ହୋଇଥିବା ବେଳେ ଜଣେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ତେବେ ଉକ୍ତ 4 ଜଣ ଡକାୟତଙ୍କଠାରୁ 3ଟି ବାଇକ୍, 1 ଖଣ୍ଡା, 1 ଛୁରୀ, 3ଟି ମୋବାଇଲ, 6ଟି ଅପୁଠା ଜୀବନ୍ତ ଗୁଳି, 1 ତାରକଟା କଟର, ନଗଦ 1276 ଟଙ୍କାକୁ ଜବତ କରିଛି ଯାଜପୁର ପୋଲିସ। ଅଭିଯୁକ୍ତମାନେ ହେଲେ କୋରେଇ ଥାନା ଅନ୍ତର୍ଗତ ପୂର୍ବକୋଟ ଅଞ୍ଚଳର ମାଇକେଲ ନାଗେଶ୍ୱରଙ୍କ ପୁଅ ମାଇକେଲ ଗଣେଶ୍ୱର, ନାଗେଶ୍ୱର ଦାସଙ୍କ ପୁଅ ଅର୍ଜୁନ ଦାସ, ଭୋଳା ଦାସଙ୍କ ପୁଅ କାଳିଆ ଦାସ ହୋଇଥିବା ବେଳେ ଆଉ ଜଣେ ଗଞ୍ଜାମ ଜିଲ୍ଲାର ଆସ୍କା ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ସାହିର ଏମ୍ ଦୁର୍ଗାଙ୍କ ପୁଅ ଏମ୍ ଅଜୟ ବୋଲି ଜଣାପଡ଼ିଛି। ଉକ୍ତ 4 ଜଣ ଡକାୟତଙ୍କୁ ଆଜି ପୋଲିସ କେସ୍ ନମ୍ବର 86/26ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ଯାଜପୁର ପୋଲିସ। ତେବେ ଥାନାଧିକାରୀ ଆଶିଷ କୁମାର ସାହୁଙ୍କ ନିର୍ଦ୍ଦେଶନରେ ଏସ୍ଆଇ କେସି ସାହୁଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀଙ୍କ ସଦଳ ବଳେ ଚଢ଼ାଉ କରିଥିଲେ। ବ୍ୟାସନଗରରୁ ପ୍ରଦ୍ୟୁମ୍ନ କୁମାର ବୋଇତାଙ୍କ ରିପୋର୍ଟ, ନ୍ୟାୟବତୀ ଟିଭି।